ॐ सुग्रीवमित्रं रघुराजपुत्रं वने चरन्तं सरचापहस्तं सीतापतिं स्निग्धजटाकलापं रामं भजेशं तमचिन्त्यरूपम् श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्रत परिमितं संसार वारंनिधिं तीर्था गच्छन्ति दुर्जनपि परमं विष्णुपदं शाश्वतं तस्यैव स्थितिकारणं त्रिजगतं रामस्य भक्तप्रिया जूयं किं नु समुद्रमात्रतरणे सक्तकथं वानरं। श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। आनंद चंद्र भगवान की जय। सचितानंद भगवान की जय। शंकर भगवान की जय। कृष्ण भगवान की जय। जगन्नाथ महाप्रभु की जय। मर्यादा पुरुष राम नारायण की जय। लखनलाल जी की जय। भरतलाल जी की जय। शत्रुलाल जी की जय। जगन्नाथ नंदिनी सीता देवी की जय। संकटमोचन हनुमान जी की जय। व्यंकटवासिनी सारण को जय। स्वर्गमर्त पाताल की जय। दश दिगपाल देवता मान को जय। यूट्यूब कर्मकर्ता मान को जय। मोर प्रिय श्रोता बंधु मान को जय। अग्निदेवता को जय। जल देवता को जय। वसुधा देवता को जय। पवन देवता को जय। सूर्य चंद्र देवता को जय। मोर प्रिय श्रोता बंधु आपण मानक नमस्कार करी आरंभ करने जाऊँ ये धारावाहिक संपूर्ण रामायण कथा। आपण मानक बुझा दरकार नहीं आपको श्रवण कले कौन पुण्य आपण मैंने भल भाव जानते। जदि आपण इच्छा हुए टे सब्सक्राइब करेंगे लाइक टे करेंगे आपण मैंने परवर्ती अध्याय शुणुते इंद्रजीत ब्रह्मस्वर प्रयोग करी चल जाए विभीषण पर्वत कंदर लुचि थे। इंद्रजीत गलापर आसिक देखिले समस्ते अचेतन अवस्था अच्छा। किसी समय पर हनुमान चेता पाइले सांगरे आसी मंत्री जाम्ब पाखरे पहुँचती कहते पापिष्ठ इंद्रजीत ब्रह्मस्वर प्रयोग आम बातुल हो एणे तेणे बोलुचु। विभीषणकर कोमल वाक्य शुणी वृद्ध मंत्री जाम्बवान कहले हे धर्मवंत विभीषण मोर देह सारा सरबिद्ध होइछि। आखि फिटाई चाहिबाकू मोर आउ शक्ति नहीं। केवल तुमर कंठ शब्द शुणी अनुमान करुछि तुम्हें विभीषण बोली। खाली मते गोटे कथा कह हनुमान जीवन अच्छी ना नहीं। विभीषण कहले हे मंत्री चूड़ामणि राम लक्ष्मण कथा पचार ना। सुग्रीव अंगद कथा भी पचार ना। आग हनुमान कथा पचार। हनुमान उपर तुमर बेसी स्नेह बोधे अच्छी से आग हनुमान कथा पचार। एक कथा शुणी मंत्री जाम्ब कहले ये धार्मिक राक्षस मु जो हनुमान को आग खोजिली
ସେ କଥା ଆଗ ବୁଝି ସାର। ଉଦ୍ଦେଶ୍ୟ କ'ଣ, ମହତ ଉଦ୍ଦେଶ୍ୟ କି ଖରାପ ଉଦ୍ଦେଶ୍ୟ ଆଗେ ଶୁଣି ସାରେ, ତାପରେ କହିବ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଦେଖନ୍ତୁ ମାର୍ଗ କେତେ ପ୍ରକାର। ବିଭୀଷଣ କେଉଁ ମାର୍ଗରେ କହୁଛନ୍ତି, ଆଉ ମନ୍ତ୍ରୀ ଜାମ୍ବବ କେଉଁ ମାର୍ଗରେ କହୁଛନ୍ତି, ଆପଣ ଅନୁମାନ କରିବେ। ତନ୍ନ ବୁଝିଲା ବେଳକୁ ସମୟ ବେଶୀ ଲାଗୁଛି। ଶ୍ରୋତାବନ୍ଧୁମାନେ ଚାହୁଁନାହାନ୍ତି। ବର୍ତ୍ତମାନ ଯେମିତି ଟିକେ ଟିକେ ସମସ୍ତେ କହିଯାଉଛନ୍ତି, ସେଇଟା ତାଙ୍କୁ ଭଲ ଲାଗୁଛି। ହଉ ଠିକ୍ ଅଛି, ଯଦି ହନୁମାନ ବଞ୍ଚିଛି, ଜାମ୍ବବ ମନ୍ତ୍ରୀ କହୁଛନ୍ତି, ତାହେଲେ ଜାଣ ସମସ୍ତେ ବଞ୍ଚିଛନ୍ତି ଆଉ ବଞ୍ଚିବେ ମଧ୍ୟ। ଯଦି ହନୁମାନ ମରିଛି, ତାହେଲେ ଜାଣ ସମସ୍ତେ ମରିଛନ୍ତି। ତାପରେ ମୁଁ ବିଷୟବସ୍ତୁ କହିବି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ମନ୍ତ୍ରୀ ଜାମ୍ବାନ କହିବା କଥା, ହନୁମାନଙ୍କ ବିନା ବାନରମାନଙ୍କର ଅନ୍ୟ ଗତି ନାହିଁ। ଆମ୍ଭମାନଙ୍କ ଭଳି ଶହ ଶହ ଭଲୁକ ବାନର ଥିଲେ ମଧ୍ୟ କିଛି ଲାଭ ନାହିଁ। ଆପଦ କାଳରେ କିଛି ପ୍ରୟୋଜନ ହେବ ନାହିଁ। ହନୁମାନର ଗରୁଡ଼ ସମାନ ବଳ। ସେ ଚାହିଁଲେ ପର୍ବତ ଭଳିଆ ଦେହ ବଢ଼ାଇ ପାରିବ। ସେହି ଏକା ବାନରମାନଙ୍କୁ ବା ଆମ ସମସ୍ତଙ୍କୁ ଜୀବଦାନ ଦେଇପାରିବ। ସେ ଦେଇପାରିବନି, କିନ୍ତୁ ତା ଦ୍ୱାରା ଆମେ ଜୀବଦାନ ପାଇବା। ସେହି ସମୟରେ ସଙ୍କଟମୋଚନ ହନୁମାନ ତେଣେ ତ ସମସ୍ତ ବାନରମାନଙ୍କୁ ତାଙ୍କ କାନରେ କହୁଥିଲା ତ, ଆପଣ ଶୁଣିଛନ୍ତି। ସେହି ସମୟରେ ଆସିକି ଶୁଣିବା କ୍ଷଣି ମସ୍ତକ ନୁଆଁଇ ହାତ ଯୋଡ଼ି କହିଲେ, ମନ୍ତ୍ରୀ ଜାମ୍ବବ ପଡ଼ିଛନ୍ତି ହନୁମାନ ଜାମ୍ବବର ପାଦ ତଳେ। ଦେଖନ୍ତୁ, ଏତେ ବଳ ଥାଇ, ଏତେ ସାମର୍ଥ୍ୟ ଥାଇ କେମିତି ନ୍ୟୁନ ଭାବରେ ନତମସ୍ତକ ହେଇ ମନ୍ତ୍ରୀ ପାଦ ତଳେ ପଡ଼ିଛନ୍ତି। ନମସ୍କାର କରି କହିଲେ, ମୁଁ ହିଁ ହନୁମାନ। ବର୍ତ୍ତମାନ ଆସିଲେ। ବାନରମାନଙ୍କୁ ଉଠିବାକୁ ଚେଷ୍ଟା କରୁଥିଲେ। କି କାର୍ଯ୍ୟ କରିବି, ମୋତେ ଅବଧାନ କରନ୍ତୁ। ଜାମ୍ବବ ମନ୍ତ୍ରୀ ଏକଥା ଶୁଣି ଆନନ୍ଦିତ ହୋଇ କହିଲେ, ବାବୁ, ମୋର ତ ଆଖି ଖୋଲିବାକୁ ଶକ୍ତି ନାହିଁ କି ବଳ ବି ନାହିଁ। କେବଳ କଣ୍ଠ ଶବ୍ଦରୁ ଜାଣିପାରୁଛି ତୁ ହନୁମାନ ବୋଲି। ଏହି ବିପଦ ସମୟରେ ଟିକେ ବୀରପଣ ଦେଖା। ଔଷଧି ଆଣି ଆମ ବାନର ସହିତ ରାମ ଲକ୍ଷ୍ମଣଙ୍କୁ ଜୀବଦାନ ଦିଅ। ଏ ଭାର ତୋ ମୁଣ୍ଡ ଉପରେ ରହିଲା। ହନୁମାନ କହିଲେ, ମନ୍ତ୍ରୀ ବର, ମୋତେ ଖାଲି କୁହନ୍ତୁ ଔଷଧି ଅଛି କେଉଁଠି? ମୁଁ ପବନ ବେଗରେ ଯାଇ ଯେତେ ଶୀଘ୍ର ଚେଷ୍ଟା କରାଯାଇପାରେ ମୁଁ ଆଣିବି। ଜାମ୍ବବ କହିଲେ, ସେ ଔଷଧି ବହୁତ ଦୂରରେ ଅଛି। ବର୍ତ୍ତମାନ ସମୁଦ୍ରର ଉର୍ଦ୍ଧ୍ୱଭାଗରେ ଯିବ, ହିମାଳୟ ପର୍ବତ ପାଖରେ ପହଞ୍ଚିବ। ତାପରେ ଋଷଭ ପର୍ବତ, କୈଳାସ ପର୍ବତ ମଝିରେ ସେ ଔଷଧି ଅଛି। ନାନାଦି ପ୍ରକାର ଔଷଧି ଅଛି। ସବୁ ତ ଯେତେ ପ୍ରକାର ଔଷଧ ଅଛି ସବୁ ସେଇଠି ଅଛି। ତା ଭିତରୁ ବିଶଲ୍ୟକରଣୀ, ମୃତ ସଞ୍ଜୀବନୀ, ସନ୍ଧାନୀକରଣୀ, ବର୍ଣ୍ଣ ବିବନ୍ଧନୀ, ଏହି 4ଟି ଔଷଧ ଆଣିଲେ ତାର ଗନ୍ଧରେ ମୃତ ପ୍ରାଣୀ ବଞ୍ଚିବ। ତୁ ଯଦି ଆଣିପାରିବୁ, ଆମ ସମସ୍ତଙ୍କର ପ୍ରାଣ ରହିବ। ଏଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ଏହି ରାତ୍ର ମଧ୍ୟରେ
ଆଣିବାକୁ ହେବ। ରାତ୍ର ପାଇଗଲେ ଆଉ ଆମ୍ଭର ପ୍ରାଣ ରହିବ ନାହିଁ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଯେଉଁ ହନୁମାନ ଔଷଧି ଆଣିବେ ରାତ୍ର ପାଇବା ପୂର୍ବରୁ, ଇଏ କଥା ହେଉଛି ଆଉ ରାତ୍ରି ବା ଆଉ ବେଶୀ ନାହିଁ। ଇନ୍ଦ୍ରଜିତ ଯୁଦ୍ଧ କରିକି ଗଲା, ଇଏ ସବୁ ଅଚେତ ହେଲେ, ରାତି ଆଉ ବେଶୀ ନାହିଁ। ତେଣୁ ଆପଣମାନେ ଚିନ୍ତା କରିବେ, ରାତି ପାଇବା ପୂର୍ବରୁ ଆଣିବେ ସତ, କିନ୍ତୁ ସେ ଯେଉଁ ରାତି 12 ଘଣ୍ଟା ନୁହେଁ ଶ୍ରୋତା ବନ୍ଧୁ, 84 ଘଣ୍ଟା। କେବଳ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏଇ ତ୍ରେତା ଯୁଗରେ 84 ଘଣ୍ଟା ରାତି ନୁହେଁ, ସତ୍ୟ ଯୁଗରେ ବି ଏକ ରାତି ନୁହେଁ ଶପଥ ରାତି ଅନୁସୟା କହିଥିଲେ। ବିଷ ପଛୁକ ଗଲେ ଡେରି ହେବ। ସତୀ ଅନୁସୟା ତାଙ୍କ ପତି ଅତ୍ରି ଋଷିକୁ ଅଭିଶାପ ଥିଲା। ସତୀ ଅନୁସୟା କହିଥିଲେ ଏକ ରାତି ହେଉ ଶପଥ ରାତି। ଦ୍ୱାପର ଯୁଗରେ ପ୍ରିୟ ଶ୍ରୋତା ବନ୍ଧୁ ହେଇଥିଲା ଏକ ରାତି ହେଉ ଶପଥ ରାତି। କେତେବେଳେ ଇନ୍ଦ୍ର ରାଗିକି ଯେତେବେଳେ ମୁଷଳ ଧାରାରେ ବର୍ଷା କରାଉଥିଲେ, ସେତେବେଳେ କୃଷ୍ଣ ଭଗବାନ ମନ୍ଦାର ପର୍ବତକୁ ଟେକିକି ଧରିଥିଲେ, ବର୍ଷା ଠୋପେ ହେଉନଥିଲା। ତାପରେ ପ୍ରିୟ ଶ୍ରୋତା ବନ୍ଧୁ, ଏଇ କଳିଯୁଗରେ ବି ହେବ। କେତେବେଳେ ହେବ? ଏ ସତ୍ୟ କଥା। ବର୍ତ୍ତମାନ ଗଜପତି ମହାରାଜା ଅଛନ୍ତି। ଗଜପତି ରାଜାଙ୍କ ପରେ ଆଉ 2 ରାଜା ହେବେ। ଜଣେ ରାଜା 7 ବର୍ଷ ଶାସନ କରିବେ, ଆଉ ଜଣେ ରାଜା ମାତ୍ର 5 ବର୍ଷ ଶାସନ କରିବେ। ତାପରେ ଆପଣମାନେ କିମ୍ବା ଆପଣଙ୍କ ପୁତ୍ରମାନେ ଦେଖିବେ ମହାପ୍ରଳୟ। ସେତିକି ବେଳେ 7 ରାତି ଅନ୍ଧାର ହେବ। ତାପରେ ଶ୍ରୋତା ବନ୍ଧୁ, ବିଷୟବସ୍ତୁକୁ ଯିବା। ମନ୍ତ୍ରୀ ଜାମ୍ବବଙ୍କ ମୁଖରୁ ହନୁମାନ ଏକଥା ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ ଉପରକୁ ଉଠିଲେ। ତ୍ରିକୁଟ ପର୍ବତରେ ପହଞ୍ଚି ଶରୀରକୁ ପର୍ବତ ଭଳି ବଢ଼େଇଲେ। ଯେତେବେଳେ ମୋର ପ୍ରିୟ ଶ୍ରୋତା ବନ୍ଧୁ ହନୁମାନ ଲଙ୍କାକୁ ଯାଉଥିଲେ, ସେଇଭଳି ଶରୀରକୁ ଗଲେ। ଦ୍ରୁତ ଗତିରେ ଉଡ଼ିକି ଏମିତି ଗଲେ ଯେ ବାତ୍ୟା ଭଳି ପବନ ବହିଲା। ଯେମିତି ଅଣଚାଷ ପବନ ବହୁଛି। ଲଙ୍କା ରାକ୍ଷସଙ୍କ ଘର କିଛି ଭାଙ୍ଗିଗଲା। ଯେଉଁଠି ପର୍ବତ ଭଳି ଦେହ, ଯେଉଁଠି ଅଣଚାଷ ପବନ ବହୁଛି, ଆଉ ଘର ରହିବ ନା? ଯେମିତି ଖଣ୍ଡିଆ ଭୂତ ଭଳି ଲଙ୍କାରେ ହେଇକି ଘର କିଛି ଭାଙ୍ଗିଗଲା। ଖାଲି ସେତିକି ନୁହେଁ, ବୃକ୍ଷ ବି କିଛି ଉବୁଡ଼ି ପଡ଼ିଲା। ସେହି ସମୟରେ ପବନ ଦେବତା ହନୁମାନଙ୍କୁ ଟିକେ ସାହାଯ୍ୟ ହେଲେ। ବାପା ତ ପୁତ୍ର ସ୍ନେହରେ ଟିକେ ସାହାଯ୍ୟ ହେଲେ। ସଙ୍କଟମୋଚନ ହନୁମାନ ଯାଇ ହିମାଳୟ ପର୍ବତରେ ପହଞ୍ଚିକି ଦେଖିଲେ କେତେ ଋଷିଗଣମାନେ ତପସ୍ୟା କରୁଛନ୍ତି। ମହାଦେବଙ୍କ ତପସ୍ୟା ସ୍ଥାନ, ପାର୍ବତୀଙ୍କ ମନ୍ଦିର, ଗଣପତିଙ୍କ ମନ୍ଦିର, କାର୍ତ୍ତିକେୟଙ୍କ ମନ୍ଦିର, ସମସ୍ତ ମନ୍ଦିରକୁ ଗଲେ, ସମସ୍ତଙ୍କ ପାଦରେ ନମସ୍କାର କଲେ। ଚିନ୍ତା କରନ୍ତୁ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଅଳ୍ପ କେତେ ରାତି ଥିଲା। ପୁଣି ରାତି ପାଇବା ପୂର୍ବରୁ ନ ପହଞ୍ଚିଲେ ବଞ୍ଚିବେନି। ଆପଣ ଚିନ୍ତା କରନ୍ତୁ କେତେ ସମୟ ଲାଗିବ। ସମସ୍ତଙ୍କୁ ଦର୍ଶନ କଲେ, ସମସ୍ତଙ୍କ ପାଦରେ ନମସ୍କାର କଲେ। ତାପରେ ଔଷଧି ପର୍ବତ ଅନୁଧ୍ୟାନ କଲେ।
ଅନୁଧ୍ୟାନ କଲେ ସତ, କିନ୍ତୁ ଔଷଧୀମାନେ ହନୁମାନଙ୍କୁ ଦେଖି ପର୍ବତରେ ଗୁପ୍ତ ହୋଇଗଲେ। ହନୁମାନଙ୍କୁ ଆଉ ଦେଖାଦେଲେ ନାହିଁ, କାରଣ ତାଙ୍କର ଟିକେ ଅହଙ୍କାର ବଢ଼ିଗଲା। ଏଠି ତ କେହି ଆସନ୍ତିନି, ଆସିଲା କିଏ ଏଠିକି? ସେଠି ଯେଉଁ ବରଫ, ସେଠିକି ଯିବ କି? ତାପରେ ସଙ୍କଟମୋଚନ ହନୁମାନ ଖୋଜି ଖୋଜି କ୍ଳାନ୍ତ ହୋଇଗଲେ, ତଥାପି ଔଷଧି ଗଛ ଆଉ ପାଇଲେ ନାହିଁ। ଆପଣମାନେ ଫଟୋରେ ଦେଖିଥିବେ, ପ୍ରିୟ ଶ୍ରୋତା ବନ୍ଧୁ, ହନୁମାନ ପର୍ବତ ନେଇକି ଆସୁଛନ୍ତି। ହନୁମାନ ରାଗିକି ସିଂହନାଦ କରି କହିଲେ, ମୁଁ ଶ୍ରୀରାମଙ୍କ ଦାସ, ମୋର ନାମ ହନୁମାନ, ମୋର ପରାକ୍ରମ ତୁ ଜାଣିନାହୁଁ, ତୋ ଦୋଷ ଅନୁସାରେ ଆଜି ତୁ ଦଣ୍ଡ ପାଇବୁ। একথা କହି କ୍ରୋଧରେ ଜର୍ଜରିତ ହୋଇ ଦୁଇ ଭାଇକୁ ଲଗେଇକି ପର୍ବତକୁ ଉପାଡ଼ିକି ସାଙ୍ଗେ ସାଙ୍ଗେ ଉପାଡ଼ି ଦେଲେ। ସେଇ ଆଘାତରେ କିଛି ବୃକ୍ଷ ଭାଙ୍ଗିଗଲା, ଜୀବଜନ୍ତୁମାନେ ଛାଡ଼ିକି ପଳେଇଲେ। ହନୁମାନ ଦୁଇ ବାହୁରେ ପର୍ବତ ଧରି ଗରୁଡ଼ଙ୍କ ଭଳି ଆକାଶ ମାର୍ଗରେ ଗତି କରି ଯାଉଛନ୍ତି। ଦେବତାମାନେ ହନୁମାନଙ୍କର ଅଦ୍ଭୁତ ସାହସ ଆଉ କାର୍ଯ୍ୟ ଦେଖି ବହୁତ ପ୍ରଶଂସା କଲେ। ସେତେବେଳେ ଦେବତାମାନେ ଦେଖିଲେ ଆକାଶରେ ହନୁମାନଙ୍କର ତେଜ ସୂର୍ଯ୍ୟଙ୍କ ଭଳି ଦେଖାଯାଉଛି। ପର୍ବତ ଧରିକି ଆସୁଛନ୍ତି। ହନୁମାନ ଲଙ୍କାପୁର ଦେଇ ଆସୁଥିଲେ। ରାକ୍ଷସମାନେ ଶବ୍ଦ ଶୁଣି ଚମକି ପଡ଼ିଲେ। ଲଙ୍କା ଦେଇକି ଗୋଟେ ଉଡ଼ାଜାହାଜ ଠାରୁ ଆହୁରି ଅଧିକ ଶବ୍ଦ ଶୁଭୁଛି, ଆହୁରି ବଡ଼ ବି ଦେଖାହେଉଛି। କାହିଁ ଲାଇଟ୍ ଫାଇଟ୍ ତ ଦେଖାଯାଉ ନାହିଁ। ଡରି ଡରିକି ଯାଇକି ପୁଣି ଶୟନ କଲେ। ହଁ, ଯାହା ହେଇଥିବ ପରେ ଦେଖିବା ଆଉ। ତାପରେ ହନୁମାନ ଯାଇ ଯେମିତି ଆପଣମାନେ ଯେମିତି ଫ୍ଲାଇଟ୍ ତଳକୁ ଆସେ, ଆପଣ ଦେଖିଥିବେ, ସେଇଭଳି ଉପରୁ ଖସିଲା ଭଳି ଆକାଶରୁ ଖସିଲେ। ସେଇ ଔଷଧି ଗନ୍ଧରେ ଖସୁଛନ୍ତି। ଔଷଧି କାଠି ଲାଗିନି, ଔଷଧି ପର୍ବତ ଭିତରେ ଅଛି। ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣଙ୍କ ସହିତ ସମସ୍ତେ ଆଉ ବାନରମାନେ ପୁନର୍ଜନ୍ମ ପାଇକି ଉଠିଲେ। ଯେଉଁ ଶରାଘାତରେ ସେମାନଙ୍କର ଶରୀର ଖଣ୍ଡିଆ ଖାବରା ହୋଇଯାଇଥିଲା, ପୂର୍ବପରି ସବୁ ସମାନ ହୋଇଗଲା। କିନ୍ତୁ ଯେଉଁ ଇନ୍ଦ୍ରଜିତ ସହିତ ରାକ୍ଷସ ଆଉ ସୈନ୍ୟ ଆସିଥିଲେ ଇନ୍ଦ୍ରଜିତ ସାଙ୍ଗରେ ଯୁଦ୍ଧ କରିବାକୁ, ବାନରମାନେ କେତେ ଗୁଡ଼ିଏ ସୈନ୍ୟ ମାରିଦେଇଥିଲେ, ଆପଣମାନେ ଶୁଣିଥିଲେ ପରବର୍ତ୍ତୀ ଅଧ୍ୟାୟରେ। ସେମାନେ ସେଇଭଳି ମଡ଼ିକି ପଡ଼ିଛନ୍ତି। କି ଆଶ୍ଚର୍ଯ୍ୟ କଥା, ଆପଣମାନେ ଶୁଣନ୍ତୁ। କାରଣ କ'ଣ ଆପଣମାନେ ଶୁଣିବେ, କିନ୍ତୁ ଆଜି ନୁହେଁ, ଆଗାମୀ ଅଧ୍ୟାୟରେ। ଏ ମଜା କଥା ଆପଣମାନେ ଶୁଣନ୍ତୁ। ମୋର ଶ୍ରୋତା ବନ୍ଧୁମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ଏ ଭକ୍ତି ମାର୍ଗ କଥା ଶ୍ରବଣ କରନ୍ତୁ, ମୁକ୍ତି ପାଇବେ ନିଶ୍ଚୟ। ଏଥିରେ ଆମର କିଛି ସ୍ୱାର୍ଥ ନାହିଁ କି ଆପଣମାନଙ୍କର ନାହିଁ। ଏ ଜିନିଷ ଶୁଣିଲେ ନ ଦେଖନ୍ତୁ ବରଂ ବହୁତ ଉପକାର ହେବ। ଏ ମର୍ଯ୍ୟାଦା ପୁରୁଷ ରାମ ନାରାୟଣ ଆପଣମାନଙ୍କ ସହିତ ଏ ବିଶ୍ୱରେ ଯେତେ ନରନାରୀ ପିଲା ବାଳକ ମୋର ଗୁରୁ ଗୁରୁଜନ ଅଛନ୍ତି, ସମସ୍ତଙ୍କର ସେ ରାମ ନାରାୟଣ ମଙ୍ଗଳ କରନ୍ତୁ, ସମସ୍ତଙ୍କୁ ଭଲ ରଖନ୍ତୁ। ମନୁଷ୍ୟଠାରୁ ପଶୁପକ୍ଷୀ କୀଟପତଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ରାମ ନାରାୟଣ ବହୁତ ଭଲ ରଖନ୍ତୁ। ସମସ୍ତେ ଭଲ ରହିଲେ ଆମେ ଭଲ ରହିବା। ଏଣୁ ସେଇ
मर्यादा पुरुष राम नारायण को नमस्कार करी, शंकर भगवान को नमस्कार करी, कृष्ण भगवान को नमस्कार करी, जगन्नाथ महाप्रभु को नमस्कार करी, भरत लक्ष्मण शत्रुघ्न महाराज को नमस्कार करी, जनक नंदिनी सीता देवी को नमस्कार करी, संकट मोचन हनुमान जी को नमस्कार करी, संकटवासिनी माँ शारदा को नमस्कार करी, स्वर्ग मत्स्य पाताल को नमस्कार करी, दशरथी गोपाल को नमस्कार करी, अग्नि जल वसुधा देवता को नमस्कार करी, पवन देवता सूर्य देवता चंद्र देवता को नमस्कार करी, शेष मोर प्रिय श्रोता बंधु मान को मथा मथा प्रणाम करी विदाय नेउची। आपण मानक आशीर्वाद देथिबो पुणी आपण माने आगामी अध्याय ये राम कथामृत आपण माने शुणी पारिबे। तेणु पुनराय नमस्कार करी विदाय नेउची। जय श्री राम।